ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଆନ୍ତର୍ଜାତୀୟ ଯୋଗ ଦିବସର ଯେଉଁ ଦିନଟା ଆଜି ଫିକ୍ସ କରିଥିଲେ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଓଡ଼ିଶା ଚାରିଟା ଜାଗାକୁ ଫିକ୍ସ କରିଥିଲେ। ଯେଉଁ ଚାରିଟା ଜାଗା ଭିତରେ ସବୁଠୁ ଆମ ଯାଜପୁରର ଗୌରବ କଥା ହେଉଛି ଆମ ଯାଜପୁରର ରତ୍ନଗିରି ମଧ୍ୟ ଅନ୍ତର୍ଭୁକ୍ତ। ସେ ଆମେ ଆଜି ରତ୍ନଗିରିରେ ଆମର ସାଂସଦ ମଧ୍ୟ ଉପସ୍ଥିତ ଥିଲେ, ଆମର ପ୍ରିୟ ନେତୃତ୍ୱ ମଧ୍ୟ ଉପସ୍ଥିତ ଥିଲେ, ପ୍ଲସ୍ ବିଡ଼ିଓ ଏବିଡ଼ିଓ ଏମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତ ମୋତେ ଆମେ ରତ୍ନଗିରିରେ ଯୋଗ ଦିବସଟା ଭଲ ଭାବେ ପାଳନ କଲୁ। ଯେ ଆମ ବରୀ ବ୍ଲକ ରତ୍ନଗିରି ଠାରେ ଯେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଗଲା ଏବଂ ବରୀର ସମସ୍ତ ନେତୃମଣ୍ଡଳୀ ଯେ ଏଠି ରହିକି ଯୋଗ ଶିକ୍ଷାରେ ଯୋଗ ଦେଲେ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି ଯେ ଏ ଯୋଗ ଶିକ୍ଷାରେ ଆଜି ଉପସ୍ଥିତ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ। ମୁଁ ଗୋଟିଏ କଥା କହିବି ଯେ ଯୋଗ ଏମିତି ଗୋଟେ ରୋଗ ନିରାକରଣ ପ୍ରକ୍ରିୟା। ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମ ଦୈନନ୍ଦିନ ଜୀବନ ଭିତରେ କିନା ଆମେ ନିଶ୍ଚିତ ଭାବରେ ପ୍ରତ୍ୟେକ ଦିନ ଅଧଘଣ୍ଟା ଯଦି ସମୟ ବାହାର କରିକି ଆମେ ଯୋଗ କରିବା ତ ଆମକୁ ଗୋଟେ ବଡ଼ ବିପଦରୁ ବଡ଼ ରୋଗରୁ ମୁକ୍ତି ପାଇବା ପାଇଁ ଇଏ ହେଉଛି ଗୋଟେ ପରମ ମାଧ୍ୟମ। ଯେ ଆମେ ଯଦି କହିବା ଅତୀତକୁ ପଳେଇବା, ଯେ ଅତୀତରେ ଯେତେବେଳେ ଡାକ୍ତର ନଥିଲେ ସେତେବେଳେ ମୁନି ଋଷିମାନଙ୍କର ଏଇ ଯେଉଁ ଯୋଗ ଅଭ୍ୟାସ ଯୋଗ ପାଇଁ ହିଁ କେବଳ ଆମେ ନିରୋଗ ରହିପାରୁଥିଲେ। ମୁଁ ସମସ୍ତଙ୍କୁ ଆଉ ଥରେ ବରୀର ଯାଜପୁର ଜିଲ୍ଲାର ଆମ ଅଞ୍ଚଳର ସମସ୍ତଙ୍କୁ ଅନୁରୋଧ କରିବି ଯେ ତାଙ୍କର ପ୍ରତ୍ୟେକ ଦିନ କର୍ମକ୍ଷେତ୍ରରେ ନିଶ୍ଚିତ ଭାବରେ କିଛି ସମୟ ବାହାର କରିକି ଆମେ ସମସ୍ତେ ଯୋଗ ପାଇଁ ଅଭ୍ୟାସ କରିବାର ଆବଶ୍ୟକତା ଅଛି। ଆମର ଯୋଗ ଆନ୍ତର୍ଜାତିକ ଯୋଗ ଦିବସ ଆଜି ହେଇପାରେ, କିନ୍ତୁ ଯୋଗର ମାନେ କ'ଣ? ଆମେ ପିଲାବେଳେ ପାଠ ପଢ଼ିଛୁ ଏକରେ ଏକ ମିଶେ ଏକ ଯୋଗ ଏକ ସମାନ ଦୁଇ, ଯୋଗ ଫଳ ହେଲା ଦୁଇ। ତାମାନେ ଏକ ଯୁକ୍ତ ଏକ ଯାହା ଦୁଇ ହେଲେ ଗଣିତ ପାଠ, ଏକ ଯୋଗ ଏକ ସମାନ ହେଉଛି ମାନେ ପ୍ରକୃତି ଆଉ ପୁରୁଷ, ଏବଂ ଏକ ଯୋଗ ଏକ ସମାନ ଶୂନ୍ୟ, ଶୂନ୍ୟ ବ୍ରହ୍ମାଣ୍ଡର। ଆମେ ହେଉଛୁ ଆତ୍ମା, ଆତ୍ମାକୁ ପରାତ୍ମାଙ୍କ ସହିତ ମିଶେଇବା ହେଉଛି ଯୋଗ।